घर कर ମାଙ୍କଡ଼ଟି ନୀତି ଜାମୁକୋଳି ଗଛରେ ଜାମୁ ଖାଏ। ମାଙ୍କଡ଼ଟି ନୀତି ଜାମୁକୋଳି ଖାଉଥିବା ବେଳେ ଗୋଟେ ଦିନ କୁମ୍ଭୀରଟି ଆସିଲା ପହଁରି ପହଁରି ହ୍ରଦରୁ। ମାଙ୍କଡ଼ ତାକୁ ଦେଖି ଡରିଲା ନାହିଁ। ମାଙ୍କଡ଼ କହିଲା, ମୋ ସହ ସାଙ୍ଗ ବସିବ, ମୁଁ ଏକୁଟିଆ ଖାଉଥିଲି, ସେ ବି ମୋ ସହ ମିଶିକି ଖାଇବ। ତେଣୁ ମାଙ୍କଡ଼ ତାକୁ ପଚାରିଲା, ତୁମେ ଜାମୁକୋଳି ଖାଇବ? କୁମ୍ଭୀର କିଛି ଉତ୍ତର କଲା ନାହିଁ। ମାଙ୍କଡ଼ ତାକୁ ଯେଉଁ ଉତ୍ତର କିଛି ନ ପାଇଲା, ଜାମୁକୋଳି ପେନ୍ଥାଟିଏ ପକାଇଲା। କୁମ୍ଭୀର ତାକୁ ଖାଇଲା। କୁମ୍ଭୀରର ଆଇଁଷିଆ ପାଟିକି ବି ଜାମୁକୋଳିଟା ମିଠା ଲାଗିଲା। ମିଠା ଲାଗିବାରୁ ସେ ଦୁଇ ଜଣ ସାଙ୍ଗ ହେଲେ। ସେଇଦିନଠାରୁ ମିଶିକି ଜାମୁକୋଳି ସେଇ ହ୍ରଦ କୂଳରେ ଥିବା ଗଛଟିକୁ ଖାଇଲେ। ଦିନେ ସେ କ'ଣ କଲା ନା, ସେଦିନ ଖାଉ ଖାଉ ଡେରି ହେଇଗଲା। କୁମ୍ଭୀର କହିଲା କି ମୁଁ ଘରକୁ ଯାଉଛି, ତେଣେ ମୋ ସ୍ତ୍ରୀ ମୋତେ ଖୋଜୁଥିବ। ମାଙ୍କଡ଼ କହିଲା, ତୁମର ବି ଗୋଟେ ସ୍ତ୍ରୀ ଅଛି, ତା ପାଇଁ ବି କିଛି ଜାମୁକୋଳି ନେଇଯାଅ, ସେ ବି ଖାଇ ଖୁସି ହେବ। କୁମ୍ଭୀର କ'ଣ କଲା, ମାଙ୍କଡ଼ଠୁ ଜାମୁକୋଳି ନେଇ ତା ସ୍ତ୍ରୀକୁ ଦେଲା। ତା ସ୍ତ୍ରୀ ତାକୁ ପଚାରିଲା, ଆଜି ମୋ ପାଇଁ କ'ଣ ଆଣିଛ? ସେ ତାକୁ କହିଲା, ମୁଁ ମୋ ସାଙ୍ଗ ପାଖରୁ ଜାମୁକୋଳି ଆଣିଛି। ସେ ତାକୁ ଦେଲା। ତା ସ୍ତ୍ରୀକୁ କିନ୍ତୁ ଜାମୁକୋଳି ଯାକ ଭଲ ଲାଗିଲାନି। ସେ ଭାବିଲା, ଯଦି ମାଙ୍କଡ଼ ଜାମୁକୋଳି ଖାଉଥିବ, ଜାମୁକୋଳିଟା ଏତେ ମିଠା, ତା କଲିଜାଟା କେତେ ମିଠା ହୋଇନଥିବ। ସେ ଗୋଟେ ବୁଦ୍ଧି ପାରୁଛି, ତା ସ୍ୱାମୀକୁ କହିଲା, ମୋତେ ଗୋଟିଏ ରୋଗ ହେଇଛି, ମୋତେ ବୈଦ୍ୟ କହିଛନ୍ତି ଗୋଟିଏ ମେଡ଼ିସିନ ଖାଇଲେ ହିଁ ମୋ ରୋଗ ଭଲ ହେଇଯିବ। ସେଇଟା ତା ସ୍ୱାମୀ ତାକୁ ପଚାରିଲା, ସେଇଟା କ'ଣ? ସିଏ କହିଲା, ମାଙ୍କଡ଼ କଲିଜା। ତାପରେ କୁମ୍ଭୀର ତାକୁ ପଚାରିଲା କି ମୁଁ ମାଙ୍କଡ଼ କଲିଜା କେଉଁଠୁ ଆଣିକି ଦେବି? ସେ କହିଲା, ତୁମର ଗୋଟିଏ ମାଙ୍କଡ଼ ସାଙ୍ଗ ଥାଉ, ତୁମେ ବା ଖୋଜିବ କେଉଁଠୁ? ସେ ପୁଣି ଚିନ୍ତା କଲା, ମୁଁ ମୋ ସାଙ୍ଗକୁ କ'ଣ ମୋ ସ୍ତ୍ରୀ ପାଇଁ ମାରିଦେବି? ତାପରେ ଏମିତି କହି ସେ ଚିନ୍ତା କରି ତା ପରଦିନ କହିଲା, ମୁଁ ଯାଇ ମାଙ୍କଡ଼କୁ ମୋ ସାଙ୍ଗରେ ନେଇ ଆସିବି। ସେ ତା ପରଦିନ ଯାଇ କହିଲା କି ମାଙ୍କଡ଼କୁ, ମୋ ସ୍ତ୍ରୀକୁ ମୋତେ ଦେଖିବା ପାଇଁ କହୁଛି। ମାଙ୍କଡ଼ ବି କହିଲା, ମୋର ତୁମ ସ୍ତ୍ରୀକୁ ଦେଖିବା ପାଇଁ ବି ବହୁତ ଇଚ୍ଛା ଅଛି। ତେଣୁ ସିଏ କହିଲା, ମୁଁ ବା ସେଠିକି କେମିତି ଯାଇପାରିବି? ମୁଁ କ'ଣ ପାଣିରେ ପହଁରି ପାରିବି? କୁମ୍ଭୀର କହିଲା କି ତୁମେ ମୋ ପିଠିରେ ବସ, ମୁଁ ତୁମକୁ ନେଇଯିବି। ସେ ତାପରେ ମାଙ୍କଡ଼ କୁମ୍ଭୀର ପିଠିରେ ବସିଲା। କୁମ୍ଭୀର ତାକୁ ନେଇକି ଗଲା। କିଛି ଦୂର ଯିବା ପରେ କୁମ୍ଭୀର ଯେତେବେଳେ ପାଣି ଭିତରକୁ ବୁଡ଼ିବା ଆରମ୍ଭ କଲା, ମାଙ୍କଡ଼ ଚିତ୍କାର କରି କହିଲା, ତୁମେ ପାଣି ଭିତରକୁ ବୁଡ଼ି ଯାଉଛ, ମୁଁ ସେ ପାଣି ଭିତରକୁ ବୁଡ଼ିଗଲେ ମରିଯିବି। ମୁଁ ପାଣି ଭିତରକୁ ବୁଡ଼ିଗଲେ ମରିଯିବି। କୁମ୍ଭୀର କହିଲା, ତୁମେ ତ ମରିବ, ମୁଁ ସେଇଟା ହିଁ ଚାହୁଁଛି। ମାଙ୍କଡ଼ ପଚାରିଲା, କାହିଁକି? ମୋର ବା ଦୋଷ କ'ଣ? କୁମ୍ଭୀର କହିଲା କି ମୋ ସ୍ତ୍ରୀକୁ ଗୋଟେ ଶକ୍ତ ରୋଗ ହେଇଛି। ବୈଦ୍ୟ କହିଛନ୍ତି କି ତୁମର କଲିଜା ଖାଇଲେ ତା ରୋଗ ଭଲ ହେଇଯିବ। ତେଣୁ ମୁଁ ତୁମକୁ ମାରି ସେ ତା କଲିଜା ଖାଇବ। ତେଣୁ ତୁ ମରିବା ଉଚିତ। ମାଙ୍କଡ଼ କହିଲା କି, ମାଙ୍କଡ଼ ଆହୁରି ଚାଲାକ ଥିଲା। ମାଙ୍କଡ଼ କହିଲା କି, ମୁଁ କ'ଣ ମୋ କଲିଜାକୁ ମୋ ପେଟ ଭିତରେ ରଖିଛି? କାଳେ ପାଣିରେ ଓଦା ହେଇଯିବ ବୋଲି ମୁଁ ତାକୁ ଗଛ କୋରଡ଼ରେ ଛାଡ଼ି ଆସିଛି। ତେଣୁ ତୁମେ ମୋତେ ଏ କଥା ଆଗରୁ କହିଲନି। ସେ ତାପରେ କହିଲା, ଆରେ ବଡ଼ ଭୁଲ ହେଇଗଲା, ତାହେଲେ କ'ଣ କରିବି?